କଟକର ସେହି ଐତିହାସିକ ବାରବାଟୀ ଷ୍ଟାଡିୟମ ଭିତରକୁ। ବର୍ତ୍ତମାନ ଟିକେ ଏହି ବିଶାଳ ସଂଖ୍ୟା ଉପରେ ନଜର ପକାନ୍ତୁ। 45,000। ହଁ, ଏହା ହେଉଛି ଏହି ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା। ତେବେ ଏହାକୁ କିଏ ପରିଚାଳନା କରେ? 1958 ମସିହାରେ ତିଆରି ହୋଇଥିବା ଏହି ଷ୍ଟାଡିୟମର ମାଲିକାନା ରହିଛି ଓଡ଼ିଶା ଅଲିମ୍ପିକ ଆସୋସିଏସନ ପାଖରେ। ଏହା ଆମ ଓଡ଼ିଶା କ୍ରିକେଟ ଟିମ୍ର ହୋମ୍ ଗ୍ରାଉଣ୍ଡ। କିନ୍ତୁ ମଜାଦାର କଥା ହେଉଛି ଏହା କେବଳ କ୍ରିକେଟ ପାଇଁ ସୀମିତ ନୁହେଁ। ଏଠାରେ ଫୁଟବଲ ମ୍ୟାଚ୍ ବି ଖୁବ୍ ଜୋରସୋରରେ ଖେଳାଯାଏ। ଏହି ଦୁଇଟି ଯାକ ଖେଳର ମିଶ୍ରଣ ହିଁ ଏହାକୁ ଏତେ ଖାସ୍ କରିଦିଏ। ଏହାର ବିକାଶ କେମିତି ହେଲା ଦେଖନ୍ତୁ। 1958ରେ ପ୍ରତିଷ୍ଠା ହେବା ପରେ 1982 ମସିହାରେ ଏଠାରେ ପ୍ରଥମ ଥର ପାଇଁ ଭାରତ ଆଉ ଇଂଲଣ୍ଡ ମଧ୍ୟରେ ଏକ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲା। ଠିକ୍ ତାର 5 ବର୍ଷ ପରେ ଅର୍ଥାତ୍ 1987ରେ ଭାରତ ଆଉ ଶ୍ରୀଲଙ୍କା ମଧ୍ୟରେ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆୟୋଜିତ ହେଲା। ଦେଖୁ ଦେଖୁ ଏହା ଟେଷ୍ଟ, ଦିନିକିଆ ଆଉ ଟି20 ମ୍ୟାଚ୍ ପାଇଁ ଗୋଟେ ପ୍ରମୁଖ ହବ୍ ପାଲଟିଗଲା। ଆଉ ଗୋଟେ ବହୁତ ବଢ଼ିଆ ତଥ୍ୟ କହିବି, ଆମର ମହାନ କିମ୍ବଦନ୍ତୀ ଖେଳାଳି କପିଲ ଦେବଙ୍କୁ ତ ସମସ୍ତେ ଜାଣିଛନ୍ତି। ସେ ତାଙ୍କ ଟେଷ୍ଟ କ୍ୟାରିୟରର ଐତିହାସିକ 300ତମ ୱିକେଟ୍ ଏହି ବାରବାଟୀ ଷ୍ଟାଡିୟମ ମାଟିରେ ହିଁ ନେଇଥିଲେ।